କରୁଛନ୍ତି ଏସବୁ ପ୍ରୋଗ୍ରାମ। ଆମ ପିଲାମାନେ ଜାଣୁଛନ୍ତି, ଆମ ପିଲାମାନେ ଏନ୍ଜୟ କରୁଛନ୍ତି। ତେଣୁ ଜୀବନରେ ଏତେ ଘର ଜଞ୍ଜାଳ ପ୍ରତ୍ୟେକ ଜୀବନରେ ଯାହାର ପଇସା ଅଛି, ଯାହାର ପଇସା ନାହିଁ, ଯାହାର ପ୍ରତିଭୂତି ଅଛି, ଯାହାର ଓଡ଼ିଶାର ରଜ ପର୍ବ ସହରରେ ରହୁଥିବା ଲୋକଟେ ବା ପ୍ୟାଲେସରେ ରହୁଥିବା ଲୋକଟେ ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଛି, ଦୁଃଖ ରହିଛି। ଜୀବନକୁ ସେମାନେ ଜୀବନ ବଞ୍ଚିଥିବା ମାନେ ଗୋଟେ କୋଉଠି କୋଉଠି ସମସ୍ୟା ରହିଛି। ସବୁ ସତ୍ତ୍ୱେ ଆପଣମାନେ 4 ଦିନ ଧରି ଏନ୍ଜୟ କରିବାର ଗୋଟେ ସୁଯୋଗ ପାଇଛନ୍ତି, ଏଇଟା ଗୋଟେ ବହୁତ ବଡ଼ କଥା। ସେଥିପାଇଁ ମୁଁ ସମସ୍ତ ଅର୍ଗାନାଇଜର ଭାଇମାନଙ୍କୁ ପ୍ରଥମେ କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇବି। ଆଉ ସବୁବେଳେ ତାଙ୍କ ପାଖରେ ଋଣୀ ହେଇକି ରହିବି ଯେ ଏତେ ସୁନ୍ଦର ପ୍ରୋଗ୍ରାମ କରି ଆପଣମାନଙ୍କ ମନୋରଞ୍ଜନ କରିଛନ୍ତି। ମୁଁ ଧନ୍ୟବାଦ ଦେବି ଆମର ଆପଣ ସମସ୍ତଙ୍କର ପ୍ରିୟ କର୍ପୋରେଟର ମୋ ସାନ ଭାଇ ସୌମ୍ୟକୁ, ଯେ ସବୁବେଳେ ଏଇଭଳି କାର୍ଯ୍ୟରେ ସେ ଆପଣମାନଙ୍କ ଷ୍ଟେଜ ପ୍ରୋଗ୍ରାମ କରିଛନ୍ତି। ସରିଗଲାଣି। ଦାଣ୍ଡିଆ ଡାନ୍ସ ହଉ ବା ଆପଣଙ୍କର ରଜ ମହୋତ୍ସବ ହଉ ବା କ୍ରିକେଟ ମ୍ୟାଚ୍ ହଉ, ମୁଁ ଦେଖିଛି ସବୁଥିରେ ସେ କଣ୍ଢେଇ ମେଲଣ ହଉ, ଏ ସବୁ ସମସ୍ତେ ସେଥିରେ ପାର୍ଟିସିପେଟ୍ କରିବେ। ଆଉ ମୁଁ ଏଇଠି ଦେଖିବାକୁ ଚାହୁଁଛି ଯେ କେବଳ ଛୋଟ ପିଲା ନୁହନ୍ତି, ବଡ଼ ଲୋକମାନେ ମଧ୍ୟ, ଆମ ଭଉଣୀମାନେ ମଧ୍ୟ ଏଥିରେ ପାର୍ଟିସିପେଟ୍ କରିବେ। ବଡ଼ ଏଠି ରାମ୍ପ ଶୋ ବି ହେବ, ମାଆ ମାନଙ୍କର ବି ଅଲଗା ପ୍ରୋଗ୍ରାମ ସବୁ କରାଯିବ। ରଜ ଝିଅମାନଙ୍କର ସ୍ପେଶାଲି ଭାଇ ବହୁତ ବହୁତ ଧନ୍ୟବାଦ। ମୁଁ ଅନୁରୋଧ କରିବି ଆମ ଅଞ୍ଚଳର ପ୍ରିୟ